जगतसिंहपुर जिलापाल कार्यालय सम्मुख पड़िया महिला और शिशु विकास विभाग आनुकूल्य जातीय कन्या सन्तान दिवस अवसर एक पदयात्रा आयोजन कर पदयात्रा को अतिरिक्त जिलापाल श्रीजुक्त ज्योतिशंकर राय शुभ उद्घाटन करते। पदयात्रा जिलापाल कार्यालय आरंभ हो जिला मुख्य चिकित्सालय पुनश्च जिलापाल कार्यालय सम्मुख पड़िया समाप्त होता। ଏହି ପଦଯାତ୍ରାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବିଷ୍ଣୁପ୍ରିୟା ସେଠୀ, ସୁରକ୍ଷା ଅଧିକାରିଣୀ ରମଣୀ ଲାକ୍, ମହିଳା ସଶକ୍ତିକରଣ କେନ୍ଦ୍ରର ସମସ୍ତ କର୍ମଚାରୀ, ଜିଲ୍ଲା ସମାଜ ମଙ୍ଗଳ ଉପବିଭାଗର ସମସ୍ତ କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ ଓ ୱାନ୍ ଷ୍ଟପ୍ ସେଣ୍ଟରର କର୍ମକର୍ତ୍ତା ଓ କିଶୋରୀ ବାଳିକାମାନେ ଅଂଶଗ୍ରହଣ କରିଥିଲେ। ଆପଣମାନେ ଜାଣିଛନ୍ତି ଯେ ସରକାର ଝିଅମାନଙ୍କୁ କେତେ ପ୍ରାଧାନ୍ୟ ଦେଉଛନ୍ତି, ସେମାନଙ୍କୁ କେମିତି ସ୍ୱାବଲମ୍ବୀ କରିବେ, ସେମାନେ କେମିତି ଆତ୍ମନିର୍ଭରଶୀଳ ହେବେ, ସେମାନେ କେମିତି ସମାଜର ମୁଖ୍ୟ ସ୍ରୋତକୁ ଆସିବେ, ସେଥିପାଇଁ ସବୁ ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ସେମାନେ ପାଠ ପଢ଼ିବେ, କେମିତି ନିଜକୁ ନିଜେ ସେମାନେ ଆତ୍ମନିର୍ଭରଶୀଳ ହେବେ ବା ସ୍ୱାବଲମ୍ବୀ ହେବେ, ସେଥିପାଇଁ ହେଲେ ଆମର ଯେଉଁ ଲିଙ୍ଗଗତ ପ୍ରଭାବ ଅଛି ନିଶ୍ଚିତ ଭାବରେ ତା'ର ସମନ୍ୱୟ ସୃଷ୍ଟି ହେବ। କାରଣ ଆପଣ ଜାଣିଛନ୍ତି ପିତାମାତାମାନେ ଏବେ ଝିଅମାନଙ୍କୁ ଅବାଞ୍ଛିତ ଭାବୁଛନ୍ତି, ସେଥିପାଇଁ ବେଶୀ କ୍ରିଟିସାଇଡ଼୍ ହେଉଥିଲା, ଯେଉଁକି ସରକାର ତାକୁ ରୋକ ଲଗାଇଛନ୍ତି। ତେଣୁ ଝିଅ ଆମ ପାଇଁ ଏଇ ସମାଜ ପାଇଁ ନିତ୍ୟାନ୍ତ ଆବଶ୍ୟକ ଅଛି, କାରଣ ସେ ଆମର ମା, ଆମ ପାଇଁ ନମସ୍ୟ। ତେଣୁ ଗୋଟେ ସମାଜ ଯେତେବେଳେ ସୁସ୍ଥ ହେବ, ଯେତେବେଳେ ପୁଅ ଝିଅର ସମନ୍ୱୟ ଠିକ୍ ଭାବରେ ରହିବ ଏବଂ ତାଙ୍କ ଭିତରେ ତାରତମ୍ୟ ରହିବ। ଆଜି ଆମର 17ରୁ 24 ତାରିଖ ଏଇ ଆମର ବାଳିକା ଦିବସ ପାଳନ ହୋଇ ଆସୁଛି। ଆମ ଜିଲ୍ଲାରେ ସବୁ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି ସେଣ୍ଟର ଗୁଡ଼ାକରେ ଏଗୁଡ଼ାକ ପାଳନ ହେଉଛି ଏବଂ ଆଜି ଆମର ଜିଲ୍ଲା ସ୍ତରରେ ଏଇ ପ୍ରୋଗ୍ରାମଟି ଆମେ ଆଜି ରଖିଛୁ। ଆଜି ଆମର ପଦଯାତ୍ରା ଅଛି କିଶୋରୀ ବାଳିକାମାନଙ୍କୁ ନେଇକି। ଆଜିର ଯେଉଁ ଝିଅଟି ଆଜି ଆମର କିଶୋରୀ ବାଳିକା, କାଲି ସକାଳୁ ସେ ଗୋଟେ ଘରର ବୋହୂ ହେବ ଏବଂ ସେ ସୁସ୍ଥ ନାଗରିକ ହେବ। ତେଣୁକରି ପ୍ରତ୍ୟେକ ଝିଅ ଛୁଆକୁ ଆମକୁ ବଞ୍ଚେଇ ରଖିବାର ଅଧିକାର ଆମେ ତାଙ୍କୁ ଦେବା। ଜଗତସିଂହପୁରରୁ ଉମାକାନ୍ତ ପାତ୍ରଙ୍କ ରିପୋର୍ଟ, ଖବର ଓଡ଼ିଶା।